ओ सुंदरी नुह किए कहब मते सुवर्णपुरी रे असुंदरी बोली ना 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 मो रूप जमिति ठीक मो गुण सेमिति मो ना हूँ इंदुरेखा सत्य कहबा गले मो नाटा सीना सीधा साधा हेले मु गोटाए विषधर कक्कर साप हेले एटी हठात रागी जीवा भल नुह हाँ हाँ मते गीत पदे गाइबा को भारी इच्छा होछि चांद से तारा मेला जाई नील आकाश रे चांद से तारा मेले जाई नील आकाश रे ओ सुंदरी इंदुरेखा दिखाई सदी रे ओ सुंदरी इंदुरेखा दिखाई सदी रे एते समय हैला स्वामी गले कुआड़े स्वामी अरे कहीं एत विलंब है ना ना निश्चय आसबे हेले कौन कार्य करुवे से विलंब हो जाइछि तो समय विलंब हुए ना हेले आज कहीं हाँ हाँ किसी ना किसी गोटे अघटन घटी निश्चय इंदुरेखा स्वामी तुम्हें आज बहुत सुंदर देखा बुढ़ा बयस पुणी प्रेम उछली पड़ो विश्वास करो मते कई आगरू तो एमती देखा जाऊ नथलो ब्यूटीफुल माय स्वीट ए देखो देखो मु केमिति देखा जाउछि से कथा कहियो रे कौन कहले स्वामी तुमको तुमको किए कहब ए सुवर्णपुरी रे सुंदर बोली तुम्हें पर ए सुवर्णपुरी महाबल पाख इंदो तुम्हारो गोटाए अभ्यास सबले कहिया तमें रुसी जाओ और रुसिला बेले मु कौन कही जाए तुम्हारा मन नहीं रुसी बेले कहीं की स्वामी रुसी बेले कहीं की तुम्हें जो प्रकार कार्य करुच ए जगह जी होते भी रुसी था जदि एमती केबे भूल करिबो ताहेले तुम संगरे मु आउ केबे कथा हेबिनी 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 ए इंदुरेखा टिके समय विलंब होला बोली पुणी राखिबा आरंभ कलनी तमर बोलेबा मंत्र मु जानिनी कि रुसालो तुम्हें इंदु मोही
ଜମା କଷ୍ଟ ଆଉ ଦିଅ ନାହିଁ ତୁମରି ହୃଦୟ ତୁମରି ଉଆସେ ବସାଟିଏ ବାନ୍ଧି ଅଛି ମୋହି ରୁଷଣାଲ ତୁମେ ଚାନ୍ଦ ମୋହି ଜମା କଷ୍ଟ ଆଉ ଦିଅ ନାହିଁ ତୁମରି ମନରେ ତୁମରି ହୃଦୟ ବସାଟିଏ ବାନ୍ଧି ଅଛି ମୋହି ବସାଟିଏ ବାନ୍ଧି ଅଛି ମୋହି ଥରେ ମତେ କ୍ଷମା କରିଦିଅ ରଖ ଏତିକି ମାତ୍ର ଅନୁରୋଧ ଦେଖ ଥରେ ମତେ କ୍ଷମା କରିଦିଅ ରଖ ଏତିକି ମାତ୍ର ଅନୁରୋଧ ଆଉ ତୋର କେବେ ମଧ୍ୟ ନ କରିବି ମୋହର ରୁଷଣାଲ ତୁମେ ଚାନ୍ଦ ହୋଇ ଜମା କଷ୍ଟ ଆଉ ଦିଅ ନାହିଁ ତମରି ମନରେ ତମରି ହୃଦୟ ଉଆସଟେ ବାନ୍ଧି ଅଛି ମୋ ଚାନ୍ଦଟେ ବାନ୍ଧି ଅଛି ମୋ ଏଥର ନବ ମନ ବୁଝିଲ ତ ସ୍ୱାମୀ ଏଇ ଶୁଣ ସ୍ୱାମୀ କାଲି ରାତିରେ ଗୋଟା କଥା କହିବି ବୋଲି ଯାଇ କହିପାରେ କ'ଣ କହିଲ କ'ଣ କହିବି ତମେ ଏତିକି ବସି ପଡିଲ ଆସ ତମ ଓଠରେ ଗୋଟେ ସୁମନ ନଦେଲେ କ'ଣ ମୋ ମନଟା ଭଲ ଅଛି ଓହୋ ସ୍ୱାମୀ ଆସୁନା ପୁଅଟା ଆମର ଯୌବନ ଅବସ୍ଥା ହେଇ ବୁଢ଼ା ହେବାକୁ ବସିଲାଣି ପୁଣି ପ୍ରେମ ବାପାର ପ୍ରେମ ଉଛୁଲି ପଡୁଛି ତୁମକୁ ଲାଜ ଲାଗିବା କଥା ସ୍ୱାମୀ ଲାଜ ଲାଗିବା କଥା ଏଇ ତ ଗୋଟାଏ କଥା କହିକି ମନ ଭୋଲା କରିଦିଅ ତମେ ନାଇଁ ଆଉ ହେଲା ତାହେଲେ ମୁଁ ଷଣ୍ଢ ଏ ଷଣ୍ଢ ଷଣ୍ଢରେ ତମେ ଆରେ नमस्ते सर नमस्ते 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 ଷଣ୍ଢ ଏ ଷଣ୍ଢ अच्छी सारे आपणकर सामनारे अच्छी ତମେ ଭଲ ଭାବରେ ଜାଣ ଷଣ୍ଢ ତମେ ମୋ ଭଲରେ ମତରେ ସୁଖ ଦୁଃଖର ସାଥୀ କାହିଁକି କେଜାଣ ତମେ ମୋ ପାଖେ ନଥିଲେ ମୋ ମନଟା ଜମା ବୁଝେନି
ବର୍ତ୍ତମାନ ସମାଜର ସବୁ କୁଶଳତା ହେଲେ ଡେରି କରିବା କାହିଁକି? ଆପଣ ମୋ ପାଖରେ କହିବାର ଅଛି, ଏ କହି ଚାଲନ୍ତୁ। ମାନେ ଆପଣ କୋଉ କାର୍ଯ୍ୟ ପାଇଁ ମୋତେ ଏଠିକି ଡାକିଛନ୍ତି? ଶୁଣ, ଆଦିତ୍ୟ ସଲ୍ଲଗଡ଼ ଗୁପ୍ତଚର ହିସାବରେ ତମକୁ ସେଇଠି ନିପାତ କରିଥିଲି। କଣ ସମାଚାର ନେଇକି ଆସିଛ କହିପାରୁନ? ଆଜ୍ଞା, ସମାଚାରଟା ନେଇକି ଆସିଛି। ସମାଚାର? ଏଇ ସମାଚାର କାହିଁକି ନା সেই সমাচারটা হচ্ছে গুরুত্বপূর্ণ সমাচার। ষণ্ড যা কইবার ଅଛି অঙ্ক বঙ্ক নই, ওগুলো সিধা সিধা পঠন কর। সারে ମୁଁ ବୁଲି ବାଲିକି ଯେତେବେଳେ ରାଜ୍ୟରୁ ଆସୁଥିଲି সেই ସମୟରେ ମୁଁ ଗୋଟିଏ ଉତ୍ସବ ଦେଖିଛି। ମାନେ କାନରେ ଶୁଣିଛି। କଣ ହେଲା? ମାନେ ଇଏ ରାଜାର ତାର ବଡ ପୁଅ ପ୍ରଭାତଟା ଇଏ ରାଜ୍ୟକୁ ଫେରୁଛି। ପ୍ରଭାତ ସାରେ ଏ ମିଛ କହୁନି, ଆଖି ଫୁଟିଯିବ ସାରେ। ଏହି ରହସ୍ୟ ପାଇଁ ରାଜା ବହୁ ଆଡମ୍ବର ବହୁ ନୃତ୍ୟ ଗୀତ କରି ତାକୁ ପ୍ରୟାସ କରୁଛନ୍ତି ମହାରାଜ। ଷଣ୍ଢ ସ୍ୱାମୀ ଷଣ୍ଢ କଳକୁ ବଡ ପୁଅ ପ୍ରଭାତ ଫେରୁଛି। ଆଉ ଫେରିବା ପଥକୁ ଅପେକ୍ଷା କରି ଷଣ୍ଢ କଳରେ ଉତ୍ସବ ପାଳିତ ହଉଛି। ସ୍ୱାମୀ ଏମିତି ଏମିତି କେମିତି କଥା ଯେ ଆପଣ କଥାରେ ରାଗି ଯାଉଛ କହିଲ ଦେଖି? ଇନ୍ଦୁରେଖା, ସ୍ୱାମୀ ତମେ ସେ କଥାଟା ବୁଝିପାରିବନି। ଓହୋ, କହିଲେ ସିନା କଥାଟା ବୁଝିପାରିବି। ସେଇଟା ଅତୀତର କଥା। ଅତୀତର କଥା ଅତୀତର କଥା ନ କହିଲେ କେମିତି ବୁଝିବି? ଓହୋ ଇନ୍ଦୁରେଖା, ଶୁଣିବ ସେଇ ଅତୀତର କଥା। ହଁ ସ୍ୱାମୀ, ତାହେଲେ ଶୁଣ। ଠିକ ଅଛି। ଷଣ୍ଢରେ ଅଛି ଅଛି ତମ ସାମ୍ନାରେ ଠିଆ ହେଇଛି। ଆରେ କୋଉଟା କହିବାର ଅଛି କହିଦିଅ। ଆରେ କହିଦିଅ। ଇନ୍ଦୁରେଖା, ସ୍ୱାମୀ ତମେ ଭଲ ଭାବରେ ଜାଣ, ମୁଁ ଯାହା କରେ ଅନ୍ୟମାନେ କେହି କରନ୍ତେ ନାହିଁ। କାରଣ ମୋ ନାଗରା ଆଜାଦ। ମୋ ବିରୁଦ୍ଧରେ ଯେ ସ୍ୱର ଉତ୍ତୋଳନ କରେ ତାକୁ ବଜେଇ ଦିଏ ବାଜା। ଅତୀତରେ ତମ ପୂର୍ବରୁ କନ୍ୟା ଏକ ବିବାହ ହେଇଥିଲେ। ଓ ସେଇ କଥା। ତା ନାଁ ସୁକାନ୍ତି। ତା ନାଁଟା ସୁକାନ୍ତି। ସେତେବେଳେ ତା ଗର୍ଭ ଅବସ୍ଥା ଆସିଥିଲା। ତାର ପୁଣି ପେଟରେ ଛୁଆ ରହିଥିଲା। 8ରୁ 9 ମାସ ଚାଲିଥାଏ। ବୈଦକୁ ଦେଖେଇବା ପାଇଁ ମୋ ପାଖରେ କଣା କଉଡ଼ିଟିଏ ବି ନଥାଏ। ଭାବିଲି ସେଦିନ ରାଜ ଦରବାରକୁ ଯାଇ ରାଜାଙ୍କୁ ଗୁହାରି କରିବି। ସେତେବେଳେ ମୋ ସ୍ତ୍ରୀ ସୁଗନ୍ଧି ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ କଷ୍ଟକର ହଉଥାଏ। ଭାବିଲି ରାଜାଙ୍କୁ ଯାଇ ସବୁ ଦୁଃଖ କାହାଣୀ କହିଲେ
ମୋ ଦୁଃଖରେ ଦୁଃଖୀ ହେଇ କିଛି ଟଙ୍କା ଦେବେ, ସେଇ କଉଡ଼ି ନେଇ ମୁଁ କୋଉ ଏକ ବୈଦ ପାଖକୁ ଯିବି। ହେଲେ ସାହାଯ୍ୟ କରିବା ତ ଦୂରର କଥା, ଓଲଟି ରାଜ୍ୟ ଦରବାରରୁ ବିତାଡ଼ିତ କଲେ। ହେଲେ କାହିଁକି ସ୍ୱାମୀ ରାଜା ଆପଣଙ୍କ କଥା ଶୁଣିଲେନି? କାହିଁକି କେଜାଣେ ଆପଣଙ୍କର ଭୁଲ ଥିଲା କି? ଏଇ ତୁ ସେଇଠୁ ମୁଁ କ୍ରନ୍ଦନ କରି ଆମେ ଦୁହେଁ ଚାଲି ଆସିଲେ। সেই দিনର ପ୍ରତିଶୋଧ ମୋ ଛାତି ଭିତରେ ହୁତୁ ହୁତୁ ହେଇ ଚଲୁଛି। ଆଉ ସେଇ ନିଆଁଟାକୁ ଲିଭେଇବା ପାଇଁ ବର୍ତ୍ତମାନ ସମୟ ଆସିଛି। ସମୟ ସ୍ୱାମୀ, ସେଇ ଅତୀତର କଥା ଭାବି ଏଠି କାନ୍ଦିଲେ ଲାଭ ଦେବ ନାହିଁ ସ୍ୱାମୀ। ବରଂ ଗୋଟାଏ କାମ କରାଯାଉ, ଗୋଟାଏ କାର୍ଯ୍ୟ କରାଯାଉ। ସେଇ ରାଜା ଆଦିତ୍ୟ ସେନକୁ ଦରକାର ପଡ଼ିଲେ ବର୍ବାଦ କରି ଦିଆଯିବ ସ୍ୱାମୀ, ବର୍ବାଦ କରି ଦିଆଯିବ। ରହିತು କିଛି ଦିନ ପରେ ମୋ ସ୍ତ୍ରୀ ଦୁରେଖା ଶୁଣ, ସୁକାନ୍ତି ମରିଗଲା। ତାପରେ ମୁଁ ବହୁତ ଭାଙ୍ଗି ପଡ଼ିଥିଲି। ଭାବିଲି ଦ୍ୱିତୀୟ ବିବାହ କରିବି ବୋଲି। ଅନେକ ବୃଦ୍ଧ ଲୋକଙ୍କ ପରାମର୍ଶ ନେଇ ମୁଁ ତମକୁ ବିବାହ କଲି। ଆଉ ସେଇ ସମୟ ଆସିଛି ଯେତେବେଳେ ସ୍ୱର୍ଣ୍ଣଗଡ଼ ଆଜି ଉତ୍ସବ ପାଳନ ହଉଛି ନା, ଉତ୍ସବ ପାଳନ ହଉଛି। এই ষণ্ড এই মুহূর্তে চালিଯିବା। স্বর্ণগড়କୁ ଖଣ୍ଡ ଖଣ୍ଡ ବିଖଣ୍ଡ କରି ଚୁରମାର କରିଦବା, ଚୁରମାର। ଆଉ ଏ ଛାତି ଭିତରେ ଚଲୁଥିବା ନିଆଁଟାକୁ ସେଇଠି ଲିଭେଇ ଦବା। ତାହେଲେ ଡେରି କାହିଁକି? ଆସ ଆସ ଇନ୍ଦୁରେଖା, ଆସ ଷଣ୍ଢ। ଠିକ ଅଛି ସ୍ୱାମୀ, ଆମେ ସମସ୍ତେ ମିଶି ଗୋଟାଏ ଚକ୍ରାନ୍ତ କରି ନିଶ୍ଚୟ ସେମିତି ହଉନା କାହିଁକି, ଯାହା ବି ହେଇଯାଉ ସ୍ୱର୍ଣ୍ଣଗଡ଼କୁ ବିଚ୍ଛିନ୍ନ କରିବ। ବିଚ୍ଛିନ୍ନ। ଆସ ଆମେ ପ୍ରତିଜ୍ଞା ରଖିବା। ଆସ ଇନ୍ଦୁ। ଠିକ ଅଛି ସ୍ୱାମୀ। ସେ ବି ଜାଣିବ ଏ ନାଗରାଜ ଚାହିଁଲେ କଣ କରିପାରେ। ଓ ନାଗରାଜ, the end। ଆଜ ମୋ ବିରୁଦ୍ଧରେ ଯେ ସରର ଦଳନ କରେ ତାକୁ ବୁଝେଇ ଦିଏ ବଚା। ତେବେ ଚାଲ ଚାଲ ଇନ୍ଦୁରେଖା, ଚାଲ ବର୍ତ୍ତମାନ ବେଶ୍ୟାବଳକୁ ଚାଲ। ষণ্ড
ସାରେ ଆସନ୍ତାକାଲି ଉତ୍ତରା ନକ୍ଷତ୍ର ତିଥି ଶୁଭ କାମକୁ ଯିବା ପୂର୍ବରୁ ମାଙ୍କ ପାଖରେ ଏକ ବଳି ଚଢ଼େଇ ଯିବା। ଅସନ୍ତୋଷ ହେଇ ଆଶୀର୍ବାଦ କରିବେ ମତେ। ଆଶୀର୍ବାଦ ଯେମିତିକି ମୋ କାର୍ଯ୍ୟରେ ବିଜ ତିଲକ ଲାଗିବ। ତେଣୁ ସେଇ ବଲିକୁ ନେଇ ଆସିବ। ଆମେ ଅର୍ଥନିଶା ରାତ୍ରରେ ମାଙ୍କ ପାଖରେ ବଲି ଚଢ଼େଇବା। ଆସନ୍ତାକାଲି ହଉଛି ଆମ ପାଇଁ ଶୁଭ ତିଥି।